ଆଜିର ଏହି ଭିଡିଓକୁ ସ୍ୱାଗତ। ଆଜି ଆମେ କିଛି ଅନୁଚିନ୍ତା ଗୁଡ଼ିକ ଚାଲ ଜାଣିବା। ସମ୍ପର୍କ ରକ୍ତରେ ନଥାଏ, ସମ୍ପର୍କ ବିଶ୍ୱାସରେ ଥାଏ। ଯଦି ବିଶ୍ୱାସ ରହିଥାଏ ତେବେ ପର ନିଜର ବି ହୁଏ, ଆଉ ଯଦି ବିଶ୍ୱାସ ନଥାଏ ନିଜ ରକ୍ତ ବି ପର ହୋଇଯାଏ। ନିଜ ଭାଗ ମାଗି କରି ଦେଖ, କ୍ଷଣିକରେ ସବୁ ସମ୍ପର୍କ ପର ହୋଇଯିବ ଏବଂ ନିଜ ଭାଗ ଛାଡ଼ି କରି ଦେଖ, ପର ବି ଆପଣାର ହୋଇଯିବ। ସୃଷ୍ଟିର ନିୟମ ଅଟେ, ଆପଣ ଯାହା ବାଣ୍ଟିବେ ତାହା ଆପଣଙ୍କ ପାଖରେ ବେଶୀ ହବ। ତାହା ଧନ ହେଉ କିମ୍ବା ଭୋଜନ, ସମ୍ମାନ ହେଉ କିମ୍ବା ଅପମାନ, ଘୃଣା ହେଉ କିମ୍ବା ପ୍ରେମ। ଜୀବନରେ ଯେତେ ବି ସମସ୍ୟା ଥାଉ ନା କାହିଁକି, ଚିନ୍ତା କଲେ ତାହା ଦ୍ୱିଗୁଣ ହୋଇଯାଏ, ନୀରବ ରହିଲେ ତାହା ଅଧା କମିଯାଏ, ଧୈର୍ଯ୍ୟ ରଖିଲେ ତାହା ସମ୍ପୂର୍ଣ୍ଣ ସମାପ୍ତି ହୁଏ ଏବଂ ଭଗବାନଙ୍କୁ ପ୍ରାର୍ଥନା କଲେ ତାହା ସୁଖରେ ପରିଣତ ହୋଇଯାଏ। ଶ୍ରୀକୃଷ୍ଣ କୁହନ୍ତି, କ୍ରୋଧ ଖରାପ ହୋଇଥାଏ, କିନ୍ତୁ ଦରକାର ସମୟରେ କ୍ରୋଧିତ ହେବା ଜରୁରୀ ହୋଇଥାଏ। ନହେଲେ ଭୁଲ କରୁଥିବା ଲୋକ କେବେ ବି ତା ଭୁଲକୁ ସୁଧାରି ପାରିବ ନାହିଁ। ବ୍ୟକ୍ତି ଯାହା ଚାହିଁବ ତାହା ନିଜକୁ ବନାଇ ପାରିବ ଏବଂ ଯାହା ଚାହିଁବ ତାହା ପାଇପାରିବ। ବାସ୍ ବ୍ୟକ୍ତିକୁ ସମ୍ପୂର୍ଣ୍ଣ ଶ୍ରଦ୍ଧା ଓ ବିଶ୍ୱାସର ସହ ସ୍ମରଣ କରିବା ସହ କର୍ମ କରିବାକୁ ପଡ଼ିବ। ଝଡ଼ି ଯାଇଥିବା ଫୁଲ ପୁଣି ଥରେ ଗଛକୁ ଫେରି ପାରେନି, ସେଥିପାଇଁ ଅତୀତ ବିଷୟରେ ଚିନ୍ତା ନ କରି ବର୍ତ୍ତମାନକୁ ଭଲ ପାଅ